ତୁଳା ରାଶିର ବ୍ୟକ୍ତିମାନେ ନମସ୍କାର ବନ୍ଧୁଗଣ। ଆଜିର ଜ୍ୟୋତିଷ ବିଶ୍ଳେଷଣକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ବୈଦିକ ଜ୍ୟୋତିଷ ଅନୁସାରେ ଦେବୀ ମହାଲକ୍ଷ୍ମୀଙ୍କ କୃପା, ଭଗବାନ ହରିଙ୍କ ଆଶୀର୍ବାଦ ଏବଂ ଶୁଭଗ୍ରହର ପ୍ରଭାବ କିଛି ଲୋକଙ୍କୁ ଆର୍ଥିକ ସୁଯୋଗ ଆଣିପାରେ। ଯଦି ଆପଣ ବହୁତ ଦିନ ଧରି ଆର୍ଥିକ ଲାଭ ପାଇଁ ଅପେକ୍ଷା କରିଛନ୍ତି, ତେବେ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ଦେଖନ୍ତୁ। ଆଜି ଆମେ ତିନୋଟି କ୍ଷେତ୍ର ଅନୁସନ୍ଧାନ କରିବୁ ଯେଉଁଠାରେ ଆର୍ଥିକ ପ୍ରବାହ ସମ୍ଭାବନା ଅଛି ଏବଂ କେଉଁ ଗ୍ରହ ଏହି ପ୍ରଭାବକୁ ଶକ୍ତିଶାଳୀ କରୁଛନ୍ତି। ତେଣୁ ପ୍ରତ୍ୟେକ ବିବରଣୀକୁ ଧ୍ୟାନ ସହିତ ଶୁଣନ୍ତୁ। ବନ୍ଧୁଗଣ, ଅତ୍ୟନ୍ତ ସତର୍କ ରୁହନ୍ତୁ କାରଣ ଆଜି ସନ୍ଧ୍ୟା 4:05 ଆପଣ ତିନୋଟି ଉତ୍ସରୁ ଏକ ଗୁରୁତ୍ୱପୂର୍ଣ୍ଣ ପରିମାଣର ଟଙ୍କା ପାଇବେ ଏବଂ ଆପଣଙ୍କ ଜୀବନ ପରିବର୍ତ୍ତନ ହେବାକୁ ଯାଉଛି। ଏହା ଗ୍ରହ ପରିବହନର ଏକ ସିଧାସଳଖ ସଂକେତ। ଆପଣ ଏହାକୁ ଏକ ମଜା ଭାବରେ ନେବା ଉଚିତ ନୁହେଁ କାରଣ ମହାଜାଗତିକ ଶକ୍ତି ସ୍ପଷ୍ଟ ଭାବରେ ଏହା ସୂଚିତ କରୁଛି ଏବଂ ସମୟ ବହୁତ ସୀମିତ। ଯଦି ଆପଣ ବହୁତ ଦିନ ଧରି ଆର୍ଥିକ ତେଣୁ ଆଜିର ଜ୍ୟୋତିଷ ବିଶ୍ଳେଷଣ କେବଳ ଆପଣଙ୍କ ପାଇଁ ଅତ୍ୟନ୍ତ ବିଶେଷ ହୋଇପାରେ। ଏହା ଜୀବନ ପରିବର୍ତ୍ତନକାରୀ ପ୍ରମାଣିତ ହୋଇପାରେ। ବନ୍ଧୁଗଣ, ଏହାକୁ ହାଲୁକା ଭାବରେ ନେବାର ଭୁଲ କରନ୍ତୁ ନାହିଁ, ନଚେତ୍ ଆପଣ ଗଭୀର ଭାବରେ ଅନୁତାପ କରିବେ କାରଣ ଏହି ସମୟରେ ଦେବୀ ମହାଲକ୍ଷ୍ମୀ, ଭଗବାନ ବିଷ୍ଣୁ ଏବଂ ଗ୍ରହମାନଙ୍କର ପ୍ରଭାବ ଆପଣଙ୍କୁ ସିଧାସଳଖ ପ୍ରଭାବିତ କରୁଥିବାର ଦେଖାଯାଉଛି। ଏହି ସମୟରେ କିଛି ଲୋକ ଆପଣଙ୍କ ପ୍ରତି ଈର୍ଷା କରନ୍ତି, ଆପଣଙ୍କ ସହିତ ପ୍ରତିଯୋଗିତା କରନ୍ତି ଏବଂ ଆପଣଙ୍କୁ ନିଚ କରିବାକୁ ଚିନ୍ତା କରନ୍ତି। କିନ୍ତୁ ଏହି ସମୟରେ ଆପଣଙ୍କ ପ୍ରତି ଦୟାଳୁ ଶକ୍ତିଗୁଡ଼ିକ ଆପଣଙ୍କୁ ସମସ୍ତ ନକାରାତ୍ମକତାରୁ ରକ୍ଷା କରୁଛନ୍ତି। ବୈଦିକ ଜ୍ୟୋତିଷ ଅନୁସାରେ ଯେତେବେଳେ ଦେବୀ ଲକ୍ଷ୍ମୀଙ୍କ କୃପା, ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ଏବଂ ଶୁଭ ଗ୍ରହମାନଙ୍କର ସଂଯୋଗ ମିଳିତ ହୁଏ, ସେତେବେଳେ ବ୍ୟକ୍ତିର ଜୀବନରେ ସମୃଦ୍ଧିର ନୂତନ ସୁଯୋଗ ଦେଖାଦେବା ଆରମ୍ଭ ହୁଏ। ଏପରି ସମୟରେ ଅଟକି ରହିଥିବା କାର୍ଯ୍ୟ ଆଗକୁ ବଢ଼ିପାରେ ଏବଂ ନୂତନ ସମ୍ଭାବନା ଦେଖାଯାଇପାରେ। ହଁ ବନ୍ଧୁଗଣ, ଆଗାମୀ ସମୟ ଆପଣଙ୍କ ଜୀବନ ପାଇଁ ବହୁତ ବିଶେଷ ଏବଂ ଏହା ଏପରି ଏକ ସମୟ ହେବାକୁ ଯାଉଛି ଯାହା ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ରୂପ ଦେବ। ଯାହା ଘଟେ ଆପଣ ଏହାକୁ ଆଗାମୀ ପିଢ଼ି ପାଇଁ ମନେ ରଖିବେ। ଆପଣ ଏହାକୁ କେବେ ଭୁଲି ପାରିବେ ନାହିଁ। ଏହା ମହାଜାଗତିକ ଶକ୍ତିର ଏକ ସଂକେତ। ମୁଁ ମିଛ କହୁନାହିଁ, ମୁଁ ସତ୍ୟ କହୁଛି। ଏପରି ଘଟଣା ଘଟିବାକୁ ଯାଉଛି ଯାହା ଆପଣଙ୍କ ପଡ଼ୋଶୀମାନଙ୍କୁ ଆଶ୍ଚର୍ଯ୍ୟ କରିବ, କିନ୍ତୁ ଆପଣଙ୍କୁ ବଳ ହେବାକୁ ପଡ଼ିବ ନାହିଁ କାରଣ ଆମ ଜୀବନରେ ସବୁକିଛି ଆମ ମଙ୍ଗଳ ପାଇଁ। ଅଦ୍ଭୁତ ଘଟଣାଗୁଡ଼ିକ 24 ଘଣ୍ଟା ମଧ୍ୟରେ ପ୍ରକାଶିତ ହେବ। ମୁଁ ସେଗୁଡ଼ିକୁ ଲେଖି ରଖିବି। ତେଣୁ ଆପଣ ଭାବୁଥିବେ କେଉଁ କ୍ଷେତ୍ରରୁ ଆପଣ ଟଙ୍କା ପାଇବେ। ଆପଣ ଟଙ୍କା ପାଇବେ। ଦେଖନ୍ତୁ, ଆପଣ ତିନୋଟି ସ୍ଥାନରୁ ପର୍ଯ୍ୟାପ୍ତ ପରିମାଣର ଟଙ୍କା ପାଇବେ। ଏହି ଗ୍ରହ ଗମନ ସୂଚାଇ ଦିଏ ଯେ ଯଦି ଆପଣ ୟୁଟ୍ୟୁବ, ଫେସବୁକ୍, ଇନଷ୍ଟାଗ୍ରାମ, ଫ୍ରିଲାନ୍ସିଂ, ଆଫିଲିଏଟ୍ ମାର୍କେଟିଂ, ଟ୍ରେଡିଂ, ବ୍ଲଗିଂ କିମ୍ବା ଅନ୍ୟ କୌଣସି ଅନଲାଇନ୍ କାର୍ଯ୍ୟକଳାପରେ ଜଡ଼ିତ, ତେବେ ଆପଣ ଭବିଷ୍ୟତରେ ନୂତନ ସୁଯୋଗ ପାଇପାରିବେ। କେବଳ ଏତିକି ନୁହେଁ, ଆପଣ ଅନଲାଇନ୍ରେ ଯେଉଁ କ୍ଷେତ୍ରରେ କାମ କରୁଛନ୍ତି, ହଠାତ୍ ଆପଣ ନୂତନ ଅଭିବୃଦ୍ଧି ଦେଖିବେ କାରଣ ଭଗବାନ ଆପଣଙ୍କୁ ବହୁତ ଦିନ ପରେ ଆଉ ଏକ ସୁଯୋଗ ଦେଇଛନ୍ତି। ଏଥର ଆପଣ କୌଣସି ଭୁଲ ନ କରି ଭଗବାନଙ୍କ ନାମ ଜପ କରନ୍ତୁ କାରଣ ଆଗାମୀ ସମୟ ଆପଣଙ୍କ ପାଇଁ ସାଧାରଣ ହେବ ନାହିଁ। ଏହା ଆପଣଙ୍କ ଜୀବନର ଏକ ବିଶେଷ ସମୟ ହେବ ଯାହା ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ହଲାଇ ଦେବ। ବନ୍ଧୁଗଣ, ଆପଣଙ୍କୁ ଆଦୌ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଆମ ଜୀବନରେ ଯାହା ଘଟେ ତାହା ଆମ ମଙ୍ଗଳ ପାଇଁ। ଜ୍ୟୋତିଷ ବିଶ୍ୱାସ ଅନୁସାରେ ଯେତେବେଳେ ବୁଧ ଶକ୍ତିଶାଳୀ ଥାଏ ଏବଂ ବୃହସ୍ପତିଙ୍କ ଶୁଭ ପ୍ରଭାବ ଉପସ୍ଥିତ ଥାଏ, ବୌଦ୍ଧିକ ଯୋଗାଯୋଗ ଏବଂ ଡିଜିଟାଲ ମିଡିଆରୁ ଲାଭ ପାଇବାର ସମ୍ଭାବନା ଥାଏ। ଯେଉଁମାନେ ଦୀର୍ଘ ସମୟ ଧରି ଅନଲାଇନ୍ରେ କାମ କରୁଛନ୍ତି ଏବଂ ପ୍ରୟାସ କରୁଛନ୍ତି, ସେମାନେ ସେମାନଙ୍କ ପ୍ରୟାସର ବୃଦ୍ଧି ପାଇଥିବା ଫଳାଫଳ ଦେଖିପାରନ୍ତି। ଏହା ସହିତ ଏକ ପୁରୁଣା ପ୍ରକଳ୍ପ ହଠାତ୍ ଆରମ୍ଭ ହୋଇପାରେ ଅଥବା ହୁଏତ ଏକ ସୁଯୋଗ ଆସିବ। ଯାହା ହେଉନା କାହିଁକି ତୁମେ ଲାଭବାନ ହେବ। ମହାଜାଗତିକ ଶକ୍ତିଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଏକତ୍ରିତ ହୋଇଯାଇଛନ୍ତି ଏବଂ ତୁମକୁ ବହୁତ ଭଲ ଏବଂ ଗୁରୁତ୍ୱପୂର୍ଣ୍ଣ ସଂକେତ ଦେଉଛନ୍ତି। ତେଣୁ ତୁମର ଜୀବନରେ ଏକ ବଡ଼ ପରିବର୍ତ୍ତନ ଘଟିବ। ଦେବୀ ମହାଲକ୍ଷ୍ମୀ, ଭଗବାନ ବିଷ୍ଣୁଙ୍କ ସହିତ ତୁମ ପ୍ରତି ଦୟାଳୁ। ତେଣୁ ବନ୍ଧୁଗଣ, ତୁମେ ବହୁତ ଖୁସି ହେବା ଉଚିତ। ଆଦୌ ଦୁଃଖିତ ହୁଅ ନାହିଁ କାରଣ ଆଜି ସନ୍ଧ୍ୟାରେ ତୁମେ ବହୁତ ଭଲ ଖବର ପାଇବ। ମୁଁ ଜାଣେ ଯେ ବହୁତ ଦିନ ପରେ ତୁମର କଠିନ ପରିଶ୍ରମ ଫଳ ଦେଉଛି, କିନ୍ତୁ ତଥାପି ତୁମେ ଖୁସି ରହିବା ଉଚିତ କାରଣ ପରମେଶ୍ୱରଙ୍କ ଘରେ ବିଳମ୍ବ ଅନ୍ଧାର ନୁହେଁ। ଆଉ ଏକ ସଂକେତ ବନ୍ଧୁଗଣ, ବ୍ୟବସାୟରେ ହଠାତ୍ ବୃଦ୍ଧି। ହଁ, ସମସ୍ତ ବ୍ୟବସାୟୀ ଏବଂ ଯେଉଁମାନେ ବ୍ୟବସାୟ କରୁଥିଲେ, ଏହା କେକ୍ ଉପରେ ଆଇସିଂ। ଯଦି ତୁମର ନିଜସ୍ୱ ବ୍ୟବସାୟ ଅଛି
କିମ୍ବା ଏକ ନୂତନ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତେଣୁ ଏହି ସମୟ ଆପଣଙ୍କ ପାଇଁ ବହୁତ ପ୍ରେରଣାଦାୟକ ହୋଇପାରେ, କାରଣ ମହାଜାଗତିକ ଶକ୍ତି ଆପଣଙ୍କୁ ଉପରକୁ ଉଠାଇବା ପାଇଁ ଲାଗି ପଡ଼ିଛନ୍ତି। ଯାହା ବି ହେଉ ବନ୍ଧୁଗଣ, ଆପଣ ଏହାକୁ ପିଢ଼ି ପରେ ପିଢ଼ି ମନେ ରଖିବେ। ତେଣୁ ଆଜିର ଭିଡ଼ିଓକୁ ହାତଛଡ଼ା କରନ୍ତୁ ନାହିଁ ଏବଂ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯେତେବେଳେ ଧନ ଏବଂ ସମୃଦ୍ଧିର ଗ୍ରହ ଶୁକ୍ର ଏହାର ଶୁଭ ସ୍ଥିତିରେ ପ୍ରବେଶ କରେ, ଧ୍ୟାନ ଦେଇ ଶୁଣନ୍ତୁ। ମଙ୍ଗଳ ନିମ୍ନ ଗ୍ରହକୁ ମଜବୁତ କରେ, ଆପଣଙ୍କ ଭିତରେ ଉତ୍ତାପନଙ୍କ ଭିତରେ ଉତ୍ସାହ ସୃଷ୍ଟି କରେ। ଏହା ବ୍ୟବସାୟକୁ ବାଷ୍ପ ଉଠାଇବାର ସମ୍ଭାବନା ସୃଷ୍ଟି କରେ। ପୁରୁଣା ଗ୍ରାହକମାନେ ଫେରି ଆସିପାରନ୍ତି, ନୂତନ ଅର୍ଡର ପାଇବାର ସମ୍ଭାବନା ବଢ଼ିପାରେ ଏବଂ ଅଟକି ରହିଥିବା ପ୍ରକଳ୍ପଗୁଡ଼ିକ ମଧ୍ୟ ଆଗକୁ ବଢ଼ିପାରେ। ଉପଯୁକ୍ତ ଯୋଜନା, କଠିନ ପରିଶ୍ରମ ଏବଂ ଦୃଢ଼ତା ସହିତ ଭଲ ଫଳାଫଳ ପାଇଁ ସୁଯୋଗ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହୁଏ। ସେଥିପାଇଁ ମୁଁ ଆପଣଙ୍କୁ କହୁଛି ଯେ ଆଜି ଆମେ 3ଟି ସ୍ଥାନରୁ 3ଟି ମହାନ ଖବର ପାଇବୁ, ଯାହା ଲକ୍ଷ ଲକ୍ଷ କୋଟି ଟଙ୍କାର ଲାଭ ଆଣିବ। ଋଣ ଏବଂ ଅନ୍ୟାନ୍ୟ ଜିନିଷ ଶେଷରେ ଶେଷ ହେବ ଏବଂ ଜୀବନ ସମ୍ପୂର୍ଣ୍ଣ ଭାବରେ ଉନ୍ନତ ହେବ। ବନ୍ଧୁଗଣ, ମୁଁ ଏଥିପାଇଁ ବହୁତ କଠିନ ପରିଶ୍ରମ କରିଛି। ସେଥିପାଇଁ ମୁଁ ତୁମ ପାଇଁ ଏପରି ବିଶେଷ ସୂଚନା ଆଣିଛି। ଏହାକୁ ଅପୂର୍ଣ୍ଣ ରଖନ୍ତୁ ନାହିଁ, କିନ୍ତୁ ଯାହା ସୂଚନା ବାଣ୍ଟି ଦିଆଯାଉଛି ତାହା ଅପୂର୍ଣ୍ଣ ରହିଛି। ବ୍ରହ୍ମାଣ୍ଡ ତୁମକୁ ଯେଉଁ ସଂକେତ ଦେଉଛି ତାହା ବୁଝିବାକୁ ଚେଷ୍ଟା କର। ଦିବ୍ୟ ଖେଳ ଅସୀମ। ଯିଏ ଦେବତାମାନଙ୍କ ଦେବତା ଭଗବାନ ଶିବ ଏବଂ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ଦେବୀ ମହାଲକ୍ଷ୍ମୀଙ୍କ ସହିତ ପାଏ, ସେମାନଙ୍କର ଜୀବନ ସ୍ୱର୍ଗ ହୋଇଯାଏ। ତୃତୀୟ, ସବୁଠାରୁ ବିପଦପୂର୍ଣ୍ଣ ସଂକେତକୁ ଧ୍ୟାନ ସହିତ ଶୁଣ। କିଛି ଲୋକଙ୍କ ଜୀବନରେ ଏପରି ପରିସ୍ଥିତି ସୃଷ୍ଟି ହୁଏ ଯେତେବେଳେ ସେମାନେ ସେମାନଙ୍କର ଅଟକି ଯାଇଥିବା ଟଙ୍କା ଫେରି ପାଆନ୍ତି ଏବଂ ସେମାନଙ୍କର ଆର୍ଥିକ ସ୍ଥିତି ହଠାତ୍ ମଜବୁତ ହୁଏ। ପୁରୁଣା ଜିନିଷ ଫେରି ଆସେ, ସେମାନେ କିଛି ସମ୍ପତ୍ତିରୁ ଲାଭ ପାଆନ୍ତି କିମ୍ବା ସେମାନେ ଆୟର ଏକ ନୂତନ ଉତ୍ସ ପାଆନ୍ତି, ଯାହା ସେମାନଙ୍କୁ ବହୁତ ଆଶ୍ୱସ୍ତି ଦିଏ। ଆପଣ ଡେଇଁପଡ଼ି ଆଗକୁ ବଢ଼ିଥାନ୍ତି। ଏପରି ସମୟ କେବେ ଆସେ ଯେତେବେଳେ ଆପଣଙ୍କର କାର୍ଯ୍ୟ ଭଲ ଥାଏ, ଆପଣଙ୍କର ଚିନ୍ତାଧାରା ଭଲ ଥାଏ ଏବଂ ଆପଣ କଠିନ ପରିଶ୍ରମ ଜାରି ରଖନ୍ତି। କେବଳ କିନ୍ତୁ ଆମେ ଏହାକୁ ସଞ୍ଚୟ କରିପାରୁନାହୁଁ ଏବଂ ଏହାକୁ ଅପବ୍ୟବହାର କରିପାରୁନାହୁଁ। ଯଦି ଆପଣ ଆପଣଙ୍କର ଟଙ୍କାକୁ ବୁଦ୍ଧିମାନ ଭାବରେ ବ୍ୟବହାର ନ କରନ୍ତି, ତେବେ ଆପଣ କିପରି ଜୀବନରେ ଆଗକୁ ବଢ଼ିପାରିବେ? ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ ବି ବୃହସ୍ପତି, ଶୁକ୍ର ଏବଂ ଚନ୍ଦ୍ରର ଶୁଭ ପ୍ରଭାବ ଉପସ୍ଥିତ ହୁଏ, ଆପଣଙ୍କ ଆର୍ଥିକ ପରିସ୍ଥିତିରେ ଉନ୍ନତି ପାଇଁ ନୂତନ ସୁଯୋଗ ଦେଖାଯାଇପାରେ। ତଥାପି ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ଜନ୍ମ ଚାର୍ଟ ଏବଂ ବର୍ତ୍ତମାନର ଗ୍ରହ ସ୍ଥିତି ଉପରେ ନିର୍ଭର କରେ। ତଥାପି ଆମେ ଆପଣଙ୍କୁ ପ୍ରଦାନ କରୁଥିବା ସୂଚନାକୁ ଆମେ ସମ୍ପୂର୍ଣ୍ଣ ବିଶ୍ଳେଷଣ କରିଛୁ। ଆମେ ଆମର ବୃଦ୍ଧମାନଙ୍କ ସହିତ ପରାମର୍ଶ କରିଛୁ, ତାପରେ ହିଁ ଆମେ ଆପଣଙ୍କ ପାଇଁ ଏହି ବିଶେଷ ଭିଡ଼ିଓ ତିଆରି କରିଛୁ। ତେଣୁ ଏହାକୁ ମଜା ଭାବରେ ନିଅନ୍ତୁ ନାହିଁ। ମନେ ରଖନ୍ତୁ, ଗ୍ରହ ସୁଯୋଗ ପ୍ରଦାନ କରନ୍ତି, କିନ୍ତୁ ସେହି ସୁଯୋଗର ଲାଭ କେବଳ କଠିନ ପରିଶ୍ରମ, ସଠିକ୍ ନିଷ୍ପତ୍ତି ଏବଂ ସଠିକ୍ ଆଭିମୁଖ୍ୟ ସହିତ ଆସିଥାଏ। ଯଦି ଆପଣ ଅଗଷ୍ଟ, ସାଉନ ମାସରେ କୋଟିପତି ହେବାକୁ ଚାହାନ୍ତି, ତେବେ ଆପଣଙ୍କୁ ପ୍ରଥମେ ଆପଣଙ୍କର ମାନସିକତାକୁ ଦୃଢ଼ କରିବାକୁ ବନ୍ଧୁଗଣ, ଦେବୀ ଲକ୍ଷ୍ମୀ, ଦେବୀ ଦୁର୍ଗା, ଭଗବାନ ବିଷ୍ଣୁ, ମହାଦେବ ଏବଂ ସମସ୍ତ ଶୁଭ ଗ୍ରହଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହୁ। ଆପଣ ଯେକୌଣସି କ୍ଷେତ୍ରରେ ବାଛନ୍ତୁ, ସେଥିରେ ଆପଣଙ୍କୁ ସଫଳତା ଏବଂ ମହାନ ସଫଳତା ମିଳୁ। ଆପଣଙ୍କ ଜୀବନରେ କଳିଯୁଗର ମହାନ ଘଟଣା ଘଟୁ ଏବଂ ଆପଣଙ୍କ ଭାଗ୍ୟ ଏହି ସମୟରେ ଆପଣଙ୍କ ପ୍ରତି ଈର୍ଷା କରୁଥିବା ସମସ୍ତ ଶତ୍ରୁଙ୍କୁ ଆହୁରି କ୍ରୋଧିତ କରୁ ଏବଂ ଆପଣଙ୍କ ଜୀବନରେ ଆଗକୁ ବଢ଼ି ଚାଲିଥାଉ। ଆପଣଙ୍କ ଜୀବନରେ କେବେ ବି କିଛି ଅଭାବ ନ ହେଉ। ଦେଖନ୍ତୁ, 3ଟି ଉତ୍ସରୁ ବିପୁଳ ପରିମାଣର ଟଙ୍କା ପ୍ରବାହିତ ହେବ। ଅନେକ ଲୋକ ଏଥିରେ ପ୍ରକୃତରେ ଆକ୍ରାନ୍ତ। ଯେଉଁମାନେ କିଛି କରୁନାହାନ୍ତି, ସେମାନେ ମଧ୍ୟ ଟଙ୍କା ପାଇବେ। ସେମାନଙ୍କର ପୂର୍ବ କଠିନ ପରିଶ୍ରମ, ଭଲ କାର୍ଯ୍ୟ ଏବଂ ପୂର୍ବପୁରୁଷଙ୍କ କୃତଜ୍ଞତା ହେତୁ ସେମାନେ ମଧ୍ୟ ଧନ ପାଇବେ। ଯାହା ଘଟିବା ପାଇଁ ନିୟତରେ ଅଛି ତାହା ଘଟିବ, ଏହାକୁ କିଏ ରୋକିପାରିବ? ତେଣୁ ପୂର୍ବଜନ୍ମର ଭଲ ଏବଂ ମନ୍ଦ କର୍ମର ପରିଣାମ ଏହି ଜୀବନରେ ଭୋଗିବାକୁ ପଡ଼ିଥାଏ। ଏବଂ ଆପଣ ଜାଣନ୍ତି ଯେ ଜଣେ ରାଜାଙ୍କୁ ଅନେକ ଲୋକଙ୍କ ସମାଲୋଚନା ଏବଂ ଗାଳି ସହିବାକୁ ପଡ଼ିଥାଏ। ଜଣେ ରାଜାଙ୍କୁ ରାଜା ହେବା ପାଇଁ ଏକ ଅନନ୍ୟ ସ୍ତରର ସହନଶୀଳତା ଆବଶ୍ୟକ। ଜଣେ ରାଜାଙ୍କ ପାଖରେ ଏପରି ଗୁଣ ରହିବା ଆବଶ୍ୟକ। ବନ୍ଧୁଗଣ, ଏଥର ଭଗବାନ ହନୁମାନ ମଧ୍ୟ ଆପଣଙ୍କ ପ୍ରତି ଦୟାଳୁ ହୋଇଛନ୍ତି ଏବଂ ସେ ପ୍ରଥମେ ଆପଣଙ୍କ ଜୀବନର ସମସ୍ୟାଗୁଡ଼ିକର ସମାଧାନ କରିବେ। ସେ ଆପଣଙ୍କୁ ଜୀବନରେ ଆଗକୁ ବଢ଼ିବାକୁ ପ୍ରେରଣା ଦେବେ। ସେ କୁହନ୍ତି ଯେ ଯାହା ଘଟେ
ତାହା ଆମର ମଙ୍ଗଳ ପାଇଁ। ଏହା ସମ୍ପୂର୍ଣ୍ଣ ସତ୍ୟ। କେତେକ ସମୟରେ ଆମେ ଛୋଟ ଛୋଟ କଥାରେ ବହୁତ ବିରକ୍ତ ହୋଇଯାଉ ଏବଂ ଭଗବାନଙ୍କ ଉପରେ କ୍ରୋଧିତ ହୋଇଯାଉ। ଯିଏ ବିଶ୍ୱାସ କରନ୍ତି ଯେ ଭଗବାନ ଯାହା କରନ୍ତି ତାହା ଆମ ମଙ୍ଗଳ ପାଇଁ। ବନ୍ଧୁଗଣ, ଆଜି ଅପରାହ୍ନ 4:45 ପରେ ଆପଣଙ୍କୁ ଶୁଭ ଖବର ମିଳିବ। ଏହା ଘଟିବାର ସମ୍ଭାବନା ଅଧିକ। ଏହି ସମୟରେ ଅନେକ ଲୋକ ଖୁସି ପାଇବେ ଏବଂ ଦେବୀ ମହାଲକ୍ଷ୍ମୀ ନିଜେ ଆପଣଙ୍କ ଦ୍ୱାରରେ ଠକ୍ ଠକ୍ କରିବେ। ବନ୍ଧୁଗଣ, ଆଜିଠାରୁ ଆପଣଙ୍କୁ ଆପଣଙ୍କର କଠିନ ପରିଶ୍ରମ ବୃଦ୍ଧି କରିବା। ତୁମେ ତୁମର ସମୟ ନଷ୍ଟ କରିବା ଉଚିତ ନୁହେଁ କିମ୍ବା ଅଯଥା ଖର୍ଚ୍ଚରେ ଲିପ୍ତ ହେବା ଉଚିତ ନୁହେଁ। ଯଦି ତୁମେ ଜଣେ ମହାନ ବ୍ୟକ୍ତି ହେବାକୁ ଚାହୁଁଛ, ତେବେ ତୁମର ଶକ୍ତି ଏବଂ ଟଙ୍କାକୁ ସଠିକ୍ ଦିଗରେ ବ୍ୟବହାର କରିବା ଉଚିତ। ଯଦି କେହି ତୁମକୁ ରାସ୍ତାରେ ଚିରେଇଥାଏ, ତେବେ ପ୍ରତିଶୋଧ ନିଅ ନାହିଁ, ବରଂ ସେମାନଙ୍କୁ ଅଣଦେଖା କରି ଚୁପ୍ ରହି ଆଗକୁ ବଢ଼। ଭାଗ୍ୟ ଉତ୍ତର ଦେବ। ତୁମକୁ କେବଳ ତୁମର କାମ କରିବାକୁ ପଡ଼ିବ, ବରମର କାମ କରିବାକୁ ପଡ଼ିବ। ଆମେ ତୁମକୁ ଏକ ବିଶେଷ ସୂଚନା ଦେବାକୁ ଯାଉଛୁ। ଆମେ ତୁମକୁ ତୁମର ରାଶିଫଳ ବିଷୟରେ କହିବାକୁ ଯାଉଛୁ। ତୁମର ଜୀବନ ବଞ୍ଚିବା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଧ୍ୟାନ ଦେଇ ଶୁଣ। କିନ୍ତୁ ତା ପୂର୍ବରୁ ଯେକୌଣସି ଭକ୍ତ ଯିଏ ଦେବୀ ମାତା, ମହାଦେବ ଏବଂ ଗୁରୁଦେବଙ୍କ ଆଶୀର୍ବାଦ ପାଇବାକୁ ଚାହାନ୍ତି, ସେ ପ୍ରଥମେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟରେ ଲେଖନ୍ତୁ, ହର ହର ମହାଦେବ, ଧନ୍ୟବାଦ ଗୁରୁଦେବ। ତୁମର ସମସ୍ତ କାର୍ଯ୍ୟ ସଫଳ ହେବ ଏବଂ ତୁମେ ସମସ୍ତ ଦେବୀଦେବୀଙ୍କ ଆଶୀର୍ବାଦ ପାଇବ। ତେଣୁ ଆସନ୍ତୁ ଜାଣିବା ଆଜି ତୁମର ରାଶିଫଳ କ'ଣ ରଖିଥାଏ। ବନ୍ଧୁଗଣ, ଆଜି କିଛି ସକାରାତ୍ମକ ପରିବର୍ତ୍ତନ ଆପଣଙ୍କ ଜୀବନରେ। ଏପରି ଗ୍ରହର ଗମନ ଏକ ଭଲ ସମ୍ପର୍କକୁ ସୂଚିତ କରେ। ଏହା ସହିତ ଆପଣଙ୍କ ପରିବାର ଜଣେ ବିବାହଯୋଗ୍ୟ ସଦସ୍ୟ ମଧ୍ୟ ଆସିପାରନ୍ତି। ଆପଣ ରାଜନୈତିକ ସମ୍ପର୍କରୁ ଲାଭ ପାଇବେ। କେହି ଜଣେ ବାରମ୍ବାର କାମ ସ୍ଥଗିତ ରଖିଛନ୍ତି ଏବଂ ଆପଣ ତାଙ୍କୁ ଫୋନ୍ କରି ଏହା କରିପାରିବେ। ଆପଣ ପରିବାର ଏବଂ ବ୍ୟବସାୟିକ ଦାୟିତ୍ୱ ମଧ୍ୟରେ ଏକ ଭଲ ସନ୍ତୁଳନ ମଧ୍ୟ ବଜାୟ ରଖିବେ। ଏହା ଏକ ବହୁତ ଭଲ କଥା। ସେହି ସମୟରେ ଯଦି ଜିନିଷଗୁଡ଼ିକ ଆପଣଙ୍କ ଇଚ୍ଛା ଅନୁସାରେ ନ ହୁଏ, ତେବେ ଆପଣ ହୁଏତ ଟିକେ ଚାପ ଅନୁଭବ କରିବେ, କିନ୍ତୁ ମୁଁ ଆପଣଙ୍କୁ ଚାପରୁ ଦୂରେଇ ରହିବାକୁ ପରାମର୍ଶ ଦେଉଛି। ଲୋକଙ୍କୁ ବିଶ୍ୱାରିବା ସମ୍ପର୍କକୁ ମଜବୁତ କରିବ। ଏହା ବ୍ୟତୀତ ଆପଣଙ୍କ ସାଧନଠାରୁ ଅଧିକ ଖର୍ଚ୍ଚ କିମ୍ବା ଋଣ ନେବା ଚାପକୁ ବୃଦ୍ଧି କରିପାରେ। ନିକଟତର ଲୋକଙ୍କୁ ବିଶ୍ୱାସ କରିବାକୁ ମଜବୁତ କରିବ, ତେଣୁ ଆପଣ ଏହା ଚେଷ୍ଟା କରିପାରିବେ। ଏହା ବ୍ୟତୀତ ଆପଣଙ୍କ ସାଧନଠାରୁ ଅଧିକ ଖର୍ଚ୍ଚ କିମ୍ବା ଋଣ ନେବା ଚାପକୁ ବୃଦ୍ଧି କରିପାରେ। ଏବଂ ହଁ, ଗତ କିଛି ମାସ ମଧ୍ୟରେ ଆପଣ ଆପଣଙ୍କ କର୍ମକ୍ଷେତ୍ରରେ କରିଥିବା ପରିବର୍ତ୍ତନଗୁଡ଼ିକ ସକାରାତ୍ମକ ଫଳାଫଳ ଆଣିବ। ଆପଣ କର୍ମକ୍ଷେତ୍ରରେ ଆପଣଙ୍କ ସହକର୍ମୀଙ୍କ ସହ ସମସ୍ୟା ହୋଇପାରେ ଏବଂ ବିବାହିତ ଦମ୍ପତିମାନେ ଭଲ ଖବର ପାଇପାରନ୍ତି। ପାରିବାରିକ ପରିବେଶ ସୁଖଦ ରହିବ। ଆପଣ ମନୋରଞ୍ଜନ ପାଇଁ ମଧ୍ୟ ଯୋଜନା କରିପାରନ୍ତି। ଆପଣ ପିଠି ଏବଂ ଗୋଡ଼ ଯନ୍ତ୍ରଣା ଅନୁଭବ କରିପାରନ୍ତି ଏବଂ ଏସିଡିଟି ମଧ୍ୟ ଚିନ୍ତାର କାରଣ ହୋଇପାରେ। ଆପଣଙ୍କୁ ଆପଣଙ୍କର ଖାଦ୍ୟ ଏବଂ ଔଷଧ ପ୍ରତି ଧ୍ୟାନ ଦେବା ଉଚିତ। ଆଜି ଆପଣଙ୍କର ଆତ୍ମବିଶ୍ୱାସ ଏବଂ ନେତୃତ୍ୱ ଦକ୍ଷତା ବୃଦ୍ଧି ପାଇବ। ଆପଣଙ୍କ ପରିବାର ଆପଣଙ୍କ ଯୋଜନା ଏବଂ ନିଷ୍ପତ୍ତିକୁ ସମର୍ଥନ କରିବେ। ବ୍ୟବସାୟିକ ଲାଭ ଆଶାଠାରୁ ଅଧିକ ହୋଇପାରେ। ଏକ ଛୋଟ ସଫଳତା ଆପଣଙ୍କ ଘରେ ଆନନ୍ଦ ଆଣିଦେବ ଏବଂ ପଦୋନ୍ନତି କିମ୍ବା ନୂତନ ଦାୟିତ୍ୱ ସୂଚିତ ହୋଇପାରେ। ପରିଚାଳନା, ଜୈବିକ ବିଜ୍ଞାନ, ଇଞ୍ଜିନିୟରିଂ ଏବଂ ସାମ୍ବାଦିକତାରେ ଥିବା ବ୍ୟକ୍ତିମାନେ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପାଇପାରନ୍ତି ଏବଂ ସାମ୍ବାଦିକମାନେ ଗୁରୁତ୍ୱପୂର୍ଣ୍ଣ ସାକ୍ଷାତକାର କିମ୍ବା ବିଶେଷ କାହାଣୀ ଉପରେ କାମ କରିପାରିବେ। ଆପଣ ଆପଣଙ୍କ ଦଳକୁ ମାର୍ଗଦର୍ଶନ କରିବାରେ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସଫଳ ହେବେ। ବନ୍ଧୁ ଶୁଣିବାରେ ସଫଳ ହେବେ। ବନ୍ଧୁ ସମ୍ପର୍କ ଉଷ୍ମ ଏବଂ ଖୁସିର। ଅବିବାହିତ ବ୍ୟକ୍ତିମାନେ ଦୀର୍ଘଦିନର ପ୍ରେମରୁ ସକାରାତ୍ମକ ପ୍ରତିକ୍ରିୟା ପାଇପାରନ୍ତି। ବନ୍ଧୁତା ପ୍ରେମ ସମ୍ପର୍କରେ ପରିଣତ ହୋଇପାରେ। ଆପଣଙ୍କର ଶକ୍ତି ସ୍ତର ଉଚ୍ଚ ରହିବ। କାର୍ଯ୍ୟ ପ୍ରତିବଦ୍ଧତା ମଧ୍ୟରେ ବିଶ୍ରାମ ଜରୁରୀ। ଚର୍ମ ଏବଂ ରକ୍ତଚାପ ସମ୍ବନ୍ଧୀୟ ସମସ୍ୟା ସମ୍ଭବ। ନିୟମିତ ଯତ୍ନ ଏବଂ ଯାଞ୍ଚ ପାଇଁ ଆପଣଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ। ଆପଣଙ୍କ କଠିନ ପରିଶ୍ରମ ସତ୍ତ୍ୱେ ଆପଣ ସନ୍ତୁଷ୍ଟ ଅନୁଭବ କରିପାରନ୍ତି ନାହିଁ। ଆପଣଙ୍କୁ ଉତ୍ସାହ ମିଳିବ ନାହିଁ। ଅନ୍ୟମାନଙ୍କଠାରୁ ସମର୍ଥନ ଆଶା ଅପୂର୍ଣ୍ଣ ରହିବ। ଆୟ କମ୍ ରହିବ ଏବଂ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ଅପରାହ୍ନରେ ଆୟ ହ୍ରାସ ପାଇବ ଏବଂ ମୂଲ୍ୟବାନ ଜିନିଷ ହଜିପାରେ। ବନ୍ଧୁଙ୍କ ବିରୋଧୀମାନେ ପ୍ରବଳ ହେବେ ଏବଂ କ୍ରୋଧ କ୍ଷତି କରିବାର ସମ୍ଭାବନା ଅଛି। ସନ୍ଧ୍ୟା ଅନୁକୂଳ ରହିବ, କିନ୍ତୁ ଆପଣଙ୍କ ମନୋଭାବ ଶାନ୍ତ ରହିବ। ଆପଣ ମନ ଦୁଃଖପୂର୍ଣ୍ଣ ରହିପାରନ୍ତି। ଆପଣଙ୍କ ଆୟ ବୃଦ୍ଧି ପାଇବ
ଏବଂ ରାତିରେ ଆପଣ ପରିବାର ସମର୍ଥନ ପାଇପାରନ୍ତି। ବ୍ୟବସାୟ ଭଲ ରହିବ ଏବଂ ଆପଣ କାର୍ଯ୍ୟରେ ଭଲ ଫଳାଫଳ ଦେଖିପାରିବେ। ଆପଣ ଆପଣଙ୍କ ସାଥୀଙ୍କ ସହ ବିବାଦ ବନ୍ଦ ହୋଇଯିବ। ଯଦି ଆପଣ ଚାହାନ୍ତି ତେବେ ଆପଣ ଆପଣଙ୍କ ପିତାମାତା କିମ୍ବା ଗୁରୁଙ୍କୁ କିଛି ପୋଷାକ ଉପହାର ଦେଇପାରିବେ। ଏହା ଆପଣଙ୍କ ଉପରେ ସେମାନଙ୍କର ଆଶୀର୍ବାଦ ଆଣିବ ଏବଂ ଆପଣ କେବେ ଏକାକୀ ଅନୁଭବ କରିବେ ନାହିଁ ଏବଂ ଆପଣଙ୍କ କାମ ଆଗକୁ ବଢ଼ିବେ। ସମ୍ପତ୍ତି କିମ୍ବା ଏହାର କ୍ରୟ ଏବଂ ବିକ୍ରୟ ସହିତ ଜଡ଼ିତ ଯେକୌଣସି କାମ ମଧ୍ୟ ସମାପ୍ତ ହୋଇପାରେ। ବଜାରରେ ପଡ଼ି ରହିଥିବା ଦେୟ ଆଦାୟ କରିବା ପାଇଁ ଏହା ଏକ ଭଲ ସମୟ। ଆପଣ ଆପଣଙ୍କ ପିଲାମାନଙ୍କ ଠାରୁ ଖବର ପାଇବେ କିନ୍ତୁ ଆପଣ ଖୁସି ରହିବେ ଏବଂ ଆପଣଙ୍କର ସକାରାତ୍ମକ ଦୃଷ୍ଟିକୋଣ ବଜାୟ ରହିବ। ପାରିବାରିକ ଜୀବନରେ ହସ୍ତକ୍ଷେପ କରିବାରୁ ବଞ୍ଚନ୍ତୁ। ଆପଣଙ୍କ ପିଲାମାନଙ୍କର ସମସ୍ୟା ସମାଧାନ କରିବାରେ ଆପଣଙ୍କ ସାହାଯ୍ୟ ଅତ୍ୟାବଶ୍ୟକ। କ୍ରୋଧ ଅପେକ୍ଷା ଧୈର୍ଯ୍ୟ ଏବଂ ଶାନ୍ତ ଭାବରେ କଷ୍ଟକର ପରିସ୍ଥିତିକୁ ପରିଚାଳନା କରନ୍ତୁ। ଆପଣ ବ୍ୟବସାୟରେ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିବେ ଏବଂ ଆପଣଙ୍କ କଠିନ ପରିଶ୍ରମ ସକାରାତ୍ମକ ଫଳାଫଳ ଦେବ। ସହଭାଗିତା ବ୍ୟବସାୟରେ ସତର୍କ ରୁହନ୍ତୁ। ଛୋଟ ଭୁଲ ବୁଝାମଣା ସମ୍ପର୍କକୁ କ୍ଷତି ପହଞ୍ଚାଇପାରେ। ଆପଣଙ୍କ କଠିନ ପରିଶ୍ରମ ବିବାହ ବହିର୍ଭୂତ ସମ୍ପର୍କ ଘରର ଶାନ୍ତି ଏବଂ ସୁଖକୁ ବାଧା ଦେଇପାରେ। ପାଗରୁ ନିଜକୁ ରକ୍ଷା କରନ୍ତୁ। ଆପଣ ଗଳା ଆଲର୍ଜି, କାଶ କିମ୍ବା ଥଣ୍ଡା ଅନୁଭବ କରିପାରନ୍ତି। ଆବଶ୍ୟକ ଅନୁସାରେ ଚିକିତ୍ସା କରନ୍ତୁ। ବନ୍ଧୁଗଣ, ଆପଣ ଆଜି ଉତ୍ସାହୀ ଏବଂ ସକ୍ରିୟ ରହିବେ। ଆପଣ ହଠାତ୍ ଏକ ଯାତ୍ରା କିମ୍ବା ଏକ କାର୍ଯ୍ୟକ୍ରମ ଯୋଜନା କରିପାରନ୍ତି। ପିଲାମାନେ କ୍ରୀଡ଼ା କିମ୍ବା ପ୍ରତିଯୋଗିତାରେ ସଫଳତା ପାଇପାରନ୍ତି। ବନ୍ଧୁଗଣ, ଆପଣ ଆଜି ଉତ୍ସାହୀ ଏବଂ ସକ୍ରିୟ ରହିବେ। ଯୋଜନା ପ୍ରସ୍ତୁତ କରାଯାଇପାରିବ ଏବଂ ପିଲାମାନେ କ୍ରୀଡ଼ା କିମ୍ବା ପ୍ରତିଯୋଗିତାରେ ସଫଳତା ପାଇପାରନ୍ତି। ବନ୍ଧୁଗଣ, ଆପଣ ଆଜି ଉତ୍ସାହୀ ଏବଂ ସକ୍ରିୟ ରହିବେ। ନୂତନ ଲୋକଙ୍କ ସହିତ ସମ୍ପର୍କ ବୃଦ୍ଧି ପାଇବ। ଆୟ ବୃଦ୍ଧି ପାଇବ କିନ୍ତୁ ଖର୍ଚ୍ଚ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇପାରେ। ଆପଣ ନୂତନ ଦାୟିତ୍ୱ ଏବଂ ଯାତ୍ରା ସୁଯୋଗର ସମ୍ମୁଖୀନ ହୋଇପାରନ୍ତି। ବିକ୍ରୟ, ଯାତ୍ରା, ଆଇନ, ଇଞ୍ଜିନିୟରିଂ, କଳା କିମ୍ବା ଆର୍ଥିକ କ୍ଷେତ୍ରରେ ଜଡ଼ିତ ଲୋକଙ୍କ ପାଇଁ ଏହା ଏକ ବହୁତ ଭଲ ଦିନ। ଶକ୍ତି ଅଧିକ ରହିବ। ଯାତ୍ରା ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରେ। ସତର୍କତା ସହିତ ଯାତ୍ରା କରନ୍ତୁ। ଏହି ସମୟ କିନ୍ତୁ ଯଦି ଆପଣଙ୍କର କୌଣସି ପ୍ରଶ୍ନ ଅଛି କିମ୍ବା କିଛି ପଚାରିବାକୁ ଚାହୁଁଛନ୍ତି ତେବେ ମୁଁ ମୋ ମନ୍ତବ୍ୟ ବିଭାଗ ଖୋଲା ରଖିଛି। ଆପଣଙ୍କ ମତାମତ ଶୁଣିବା ପାଇଁ ଦୟାକରି ଆପଣଙ୍କର ଚିନ୍ତା ସେୟାର କରନ୍ତୁ। ଆପଣ ମନ୍ତବ୍ୟ ବିଭାଗରେ ଉତ୍ତର ପାଇବେ, ନଚେତ୍ ଆମେ ପରବର୍ତ୍ତୀ ଭିଡ଼ିଓରେ ଆପଣଙ୍କ ପାଇଁ ସେହି ବିଷୟରେ ଏକ ଭିଡ଼ିଓ ତିଆରି କରିବୁ। ସେ ପର୍ଯ୍ୟନ୍ତ ଆପଣ ଚ୍ୟାନେଲକୁ ସବସ୍କ୍ରାଇବ୍ କରିପାରିବେ। ଘଣ୍ଟି ଆଇକନକୁ ଦବାନ୍ତୁ ଏବଂ ହର ହର ମହାଦେବ। ଧନ୍ୟବାଦ ଗୁରୁଦେବ। ପରବର୍ତ୍ତୀ ଭିଡ଼ିଓରେ ଦେଖାହେବ। ସେ ପର୍ଯ୍ୟନ୍ତ ନିଜର ଯତ୍ନ ନିଅ।